11/6/2025 प्रातः मुरली ओम शांति बापदादा मधुबन। मिठे बच्चे, ବର୍ତ୍ତମାନ ତୁମମାନଙ୍କୁ ବେହଦ୍ର ପବିତ୍ରତାକୁ ଧାରଣ କରିବାକୁ ହେବ। ବେହଦ୍ର ପବିତ୍ରତା ଅର୍ଥାତ୍ ଏକମାତ୍ର ବାବାଙ୍କ ବ୍ୟତୀତ ଅନ୍ୟ କେହି ମନେ ପଡ଼ୁନଥିବେ। ପ୍ରଶ୍ନ: ବାବାଙ୍କଠାରୁ ସମ୍ପତ୍ତି ନେବାର ପୂର୍ବର ପୁରୁଷାର୍ଥ ଏବଂ ସମ୍ପତ୍ତି ନେବାର ପରବର୍ତ୍ତୀ ସ୍ଥିତିରେ କ'ଣ ପାର୍ଥକ୍ୟ ରହିଛି? ଉତ୍ତର: ଯେତେବେଳେ ତୁମେମାନେ ବାବାଙ୍କଠାରୁ ସମ୍ପତ୍ତି ନେଉଛ, ସେତେବେଳେ ଦେହର ସବୁ ସମ୍ବନ୍ଧକୁ ଛାଡ଼ି ଏକମାତ୍ର ବାବାଙ୍କୁ ମନେ ପକାଇବାର ପୁରୁଷାର୍ଥ କରୁଛ ଏବଂ ଯେତେବେଳେ ସମ୍ପତ୍ତି ମିଳିଯାଉଛି, ସେତେବେଳେ ବାବାଙ୍କୁ ଭୁଲି ଯାଉଛ। ଯେହେତୁ ଏବେ ସମ୍ପତ୍ତି ନେବାର ଅଛି, ତେଣୁ ଏବେ ଆଉ କାହା ସହିତ ନୂଆ ସମ୍ବନ୍ଧ ଯୋଡ଼ିବାର ନାହିଁ, ନଚେତ୍ ଭୁଲିବା ପାଇଁ କଷ୍ଟକର ହେବ। ତେଣୁ ସବୁକିଛି ଭୁଲି ଜଣକୁ ହିଁ ମନେ ପକାଅ, ତେବେ ସମ୍ପତ୍ତି ମିଳିଯିବ। ଧାରଣା ପାଇଁ ମୁଖ୍ୟ ସାର: ସ୍ୱର୍ଗକୁ ଯିବାର ପାସପୋର୍ଟ ନେବା ପାଇଁ ବାବାଙ୍କୁ ମନେ ପକାଇ ନିଜର ବିକର୍ମକୁ ବିନାଶ କରି କର୍ମାତୀତ ସ୍ଥିତିକୁ ଯିବାକୁ ହେବ। ଦଣ୍ଡରୁ ମୁକ୍ତି ପାଇବାର ପୁରୁଷାର୍ଥ କରିବାକୁ ହେବ। 2 ନମ୍ବର: ଜ୍ଞାନବାନ ଆତ୍ମା ହୋଇ ସମସ୍ତଙ୍କୁ ରାସ୍ତା ଦେଖାଇବାକୁ ହେବ। ଚୈତନ୍ୟ ଲାଇଟ୍ ହାଉସ୍ ଅର୍ଥାତ୍ ବତୀଘର ହେବାକୁ ପଡ଼ିବ। ସର୍ବଦା ଗୋଟିଏ ଆଖିରେ ଶାନ୍ତିଧାମ ଏବଂ ଅନ୍ୟ ଆଖିରେ ସୁଖଧାମକୁ ଦେଖିବାକୁ ହେବ। ଏହି ଦୁଃଖଧାମକୁ ଭୁଲିଯିବାକୁ ହେବ। ବରଦାନ: ପ୍ରତ୍ୟେକ ଆତ୍ମାକୁ ଉଚ୍ଚକୁ ଉଠାଇବାର ଭାବନା ରଖି ସମ୍ମାନ ଦେଉଥିବା ଶୁଭଚିନ୍ତକ ଭବ। ସ୍ଲୋଗାନ: ପୁରୁଣା ସ୍ୱଭାବ ସଂସ୍କାର ହିଁ ତ୍ୟାଗର ଭାଗ୍ୟକୁ ସମାପ୍ତ କରିଦେଇଥାଏ, ସେଥିପାଇଁ ଏହାକୁ ମଧ୍ୟ ତ୍ୟାଗ କର। ଅବ୍ୟକ୍ତ ଇସାରା: ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଓମ୍ ଶାନ୍ତି।